ନମସ୍କାର। କୁନି କୁନି ପିଲାମାନଙ୍କ ପାଇଁ ସାଧାରଣତନ୍ତ୍ର ଦିବସ ଭାଷଣ। ସମ୍ମାନନୀୟ ସଭାପତି ମହୋଦୟ, ପୂଜ୍ୟ ଗୁରୁଜୀ ଗୁରୁମାବୃନ୍ଦ, ଉପସ୍ଥିତ ମୋର ଛୋଟ ବଡ଼ ଭାଇ ଓ ଭଉଣୀମାନେ, ମୁଁ ଆଜି ଏହି ପବିତ୍ର ଦିନରେ ଗଣତନ୍ତ୍ର ଦିବସ ବିଷୟରେ କିଛି କହିବାକୁ ଯାଉଛି। ଏହି ଦିନ 1950 ମସିହାରେ ଆମ ସମ୍ବିଧାନ ପ୍ରଣୟନ କରାଯାଇଥିଲା। ଆମ ଦେଶ ହେଉଛି ବିଶ୍ୱର ସର୍ବବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ର। ଦୀର୍ଘ 2 ବର୍ଷ 11 ମାସ ଓ 18 ଦିନରେ ଆମ ସମ୍ବିଧାନକୁ ଲେଖାଯାଇଥିଲା। ଡକ୍ଟର ଭୀମରାଓ ଆମ୍ବେଦକର ହେଉଛନ୍ତି ଭାରତ ସମ୍ବିଧାନର ଜନକ। ଆମ ଦେଶର ସମ୍ବିଧାନରେ 448ଟି ଧାରା, 25ଟି ଭାଗ ଓ 12ଟି ଅନୁସୂଚିତ ଅଛି, ଯାହାକି 1950 ମସିହା ଜାନୁଆରୀ 26 ତାରିଖରୁ ଆମ ଦେଶରେ ପରିଚାଳିତ ହୋଇ ଆସୁଛି। ଗଣ ଶବ୍ଦର ଅର୍ଥ ହେଉଛି ଲୋକମାନେ ଓ ତନ୍ତ୍ର ଶବ୍ଦର ଅର୍ଥ ହେଉଛି ଶାସନ। ଏହାର ଅର୍ଥ ହେଉଛି ଲୋକମାନଙ୍କର ଶାସନ। ଗଣତନ୍ତ୍ର ଶାସନରେ ଜନତା ହେଉଛି ସର୍ବୋପରି। ଭାରତ ସମ୍ବିଧାନ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଦେଶର ପ୍ରତ୍ୟେକ ଲୋକଙ୍କୁ ସମ୍ମାନ ଅଧିକାର ପ୍ରଦାନ କରିଥାଏ। ଏତିକି କହି ମୁଁ ମୋ ବାଣୀକୁ ବିରାମ ଦେଉଛି। ଜୟ ହିନ୍ଦ।